ମାନସ ରଞ୍ଜନ ପଣ୍ଡା ଆମ ନାୟକ ଭୂମିକାରେ ଅଭିନୟ କରିଛି। ମୁଁ ମୋ ଏକ୍ସପିରିଏନ୍ସ ହିସାବରେ କହିବି ଆକ୍ଚୁଆଲି ଆମ ପାଇଁ ଗୋଟେ ଗର୍ବ କଥା ଆଉ ମୋ ପାଇଁ ଗର୍ବ କଥା ଯେ ଇତିହାସ ସୃଷ୍ଟି କରିଛି ଆମ କୋରାପୁଟ ପାଇଁ। ଗୋଟେ ଆମ କୋରାପୁଟ ମୁଭି ଆମେ ସାଟେଲାଇଟ୍ କରିକି ଅଲ୍ ଓଡ଼ିଶା ରିଲିଜ୍ କରୁଛୁ। ଭୁବନେଶ୍ୱର ଲୋକ ବି ଆମ ଭାଷାର ମୁଭି ଏଥର ଦେଖିବେ। ଅଲ୍ ଓଡ଼ିଶା ଲେଭେଲରେ କୋରାପୁଟି ଭାଷା ପହଞ୍ଚିବ, ସେଇଟା ପାଇଁ ମୁଁ ବହୁତ ଖୁସି। ଆଉ ଏଇ ମୁଭିର ମୁଁ ଗୋଟେ ଛୋଟିଆ ପାର୍ଟ ହେଇପାରିଛି, ସେଇଟା ଆକ୍ଚୁଆଲି ଭାଗ୍ୟର କଥା ଆଜ୍ଞା। କାହିଁକି ଭବିଷ୍ୟତରେ ଗୋଟେ ଇତିହାସ ହେଇକି ରହିଯିବ କବାଡ଼ି ପ୍ରଥମ ସାଟେଲାଇଟ୍ ମୁଭି। ଆଉ ସେଇ ସାଟେଲାଇଟ୍ ମୁଭିର ନାୟକ ଭାବରେ ମୁଁ କାମ କରୁଥିଲି ଆଜ୍ଞା। ଆଜି ଯେଉଁ ମୁଭିଟା ଆପଣ ଦେଖୁଛନ୍ତି ଦୀର୍ଘ 7 ବର୍ଷର ପରିଶ୍ରମର ଫଳ। 7 ବର୍ଷ କଷ୍ଟ କରିଛୁ ଆଜ୍ଞା। ଆଉ ମୁଭିଟା ପ୍ରେଜେଣ୍ଟ କରିଛୁ, ଦର୍ଶକଙ୍କ ମନ ଛୁଆଁ ହେଇଛି, ଦର୍ଶକ ଭଲ ପାଇବା ଦେଉଛନ୍ତି। ଆଉ ମିଡ଼ିଆ ଭାଇମାନେ ମୋର ଭଲ ପ୍ରମୋଟ କରିଥିଲେ, ମୋତେ ବହୁତ ସପୋର୍ଟ କରିଥିଲେ ଏଇ ମୁଭି ପାଇଁ। ତ ଦର୍ଶକ ପାଖେ ମୁଭିଟା ପହଞ୍ଚି ପାରିଛି ଆଉ ଲୋକମାନେ ବି ଏକ୍ସାଇଟେଡ୍ ଅଛନ୍ତି ମୁଭି ଦେଖିବା ପାଇଁ। ଥ୍ୟାଙ୍କ ୟୁ। ଯେଉଁମାନେ ଜାଣିନାହାନ୍ତି କବାଡ଼ି ବିଷୟରେ, ଆପଣ ଆମ ଯେଉଁ ଯେତିକି ଦର୍ଶକ ଅଛନ୍ତି ଆମ ଆପଣଙ୍କ ଚ୍ୟାନେଲ ୱେବ୍ ଚ୍ୟାନେଲ ହଉ ଆପଣଙ୍କ ନ୍ୟୁଜ୍ ଚ୍ୟାନେଲର ଯେତିକି ଦର୍ଶକ, ମୁଁ ଗୋଟେ ଆଜ୍ଞା ହାତ ଯୋଡ଼ିକି ଅନୁରୋଧ କରିବି ଆଜ୍ଞା, ପ୍ରଥମ ଥର ପାଇଁ ବହୁତ କଷ୍ଟରେ କମ୍ ବଜେଟରେ ଗୋଟେ ମୁଭି ମାନେ ୱିଦାଉଟ୍ ଇକ୍ୟୁପମେଣ୍ଟ କୋରାପୁଟିଆ ଢାଞ୍ଚା କୋରାପୁଟିଆ ଟେକ୍ନିକରେ ଗୋଟେ ମୁଭି କରିଛୁ। ପ୍ଲିଜ୍ ଆସନ୍ତୁ, ସପୋର୍ଟ କରନ୍ତୁ। ଅବିଭକ୍ତ କୋରାପୁଟ ଜିଲ୍ଲାର ଯେତିକି ହଲ୍ରେ ଅଛନ୍ତି ଭାଇମାନଙ୍କୁ ମୁଁ ଅପିଲ କରିବାକୁ ଚାହୁଁଛି, ଭାଇ ଆମ ମାଟିର ମୁଭି, ଆମ ଭାଷାର ମୁଭି ଆମେ ଆସିଛୁ ଦେଖିବା, ଆସନ୍ତୁ ମିଶିକି ଦେଖିବା ଆଉ ଏଇ ମୁଭିକୁ ଗୋଟେ ବିଗ୍ ବ୍ଲକବାଷ୍ଟର କରିବା। ଆପଣ ଗୋଟେ ବହୁତ ବଢ଼ିଆ କ୍ୱେଶ୍ଚିନ୍ ପଚାରିଲେ। ଏଇଟା ମୋର ଏକ୍ସପିରିଏନ୍ସ ଫାଷ୍ଟ ମୁଭି, ଆଉ ଫାଷ୍ଟ ମୁଭିରେ ହିଁ ମୁଁ ଡବଲ ରୋଲ୍ କରିଛି। ବାପା ବି ମୁଁ, ପୁଅ ବି ମୁଁ କରିଛି। ଆପଣ ଦେଖିଥିବେ ବାପା ବେଳକୁ ଆମକୁ ସାର୍ ବହୁତ ମୋତେ କଷ୍ଟ କରିବାକୁ ପଡ଼ିଲା। ବାପା ବେଳକୁ ମୋ ଗାଲ ବହୁତ ବଡ଼ ବଡ଼ ଅଛି, ପୁଅ ବେଳକୁ ମାନେ ମୁଁ ଶୁଖିଛି ତା ପାଇଁ। ଦେନ୍ ତାପରେ ଗୋଟେ ଇନ୍ସିଡେନ୍ସ ଫାଇଟ୍ ସିନ୍ରେ ଗୋଟେ ଏମିତି ଇନ୍ସିଡେନ୍ସ ହେଲା, ମୋ ଛାତିକୁ ମାଡ଼ ବାଜି ଯାଇଥିଲା। ମୁଁ ବର୍ଷେ ବେଡ୍ ରେଷ୍ଟ ପଡ଼ିଲି ଆଜ୍ଞା। ମଝିରେ କିଛିଟା ଜାଗାରେ ଆପଣ ଦେଖୁଥିବେ ମୁଭିରେ ମୁଁ ବହୁତ ପତଳା ଦିଶୁଛି, ସେଇଟା ମୁଁ ଆଫ୍ଟର ବେଡ୍ ରେଷ୍ଟ ପରେ ସୁଟ୍ ହେଇଛି ସେଇ ପାର୍ଟ ଯାକ। ତ 3ଟା ରୂପ ଏଇଠି ମୁଁ ଦେଖି ଦେଇଛି ମୁଭିରେ। ତ ମୁଁ ବହୁତ ଖୁସି ଆଉ ସେ ଏକ୍ସପିରିଏନ୍ସ ଭୁଲି ହେବନି, ଯେଉଁ ଡବଲ ରୋଲ୍ ଏକ୍ସପିରିଏନ୍ସ। ଆମେ କୋରାପୁଟିଆ ଢାଞ୍ଚାରେ ଟେକ୍ନିକରେ ଡବଲ ରୋଲ୍ଟାକୁ ଟ୍ରାଏ କଲୁ ପ୍ରେଜେଣ୍ଟ କରିବା ପାଇଁ। ଆଉ ଆପଣମାନଙ୍କୁ ବି ଭଲ ଲାଗିଲା ଯେହେତୁ କହୁଛନ୍ତି, ଥ୍ୟାଙ୍କସ୍ ଟୁ ଗଡ୍, ଥ୍ୟାଙ୍କସ୍ ଟୁ ମୋ ଦର୍ଶକ, ତାଙ୍କୁ ଭଲ ଲାଗୁ, ତାଙ୍କ ହୃଦୟ ଛୁଇଁବ ବୋଲି ମୁଁ ଆଶା କରୁଛି ସାର୍। ପ୍ରଯୋଜକ ଆଜି ଆମର କୋରାପୁଟିଆ ଓଡ଼ିଆ ମୁଭି ମେନସନ୍ କରନ୍ତୁ, କୋରାପୁଟିଆ ଓଡ଼ିଆ ମୁଭି ରିଲିଜ୍ ହେଇଛି କବାଡ଼ି। ଆଉ ସବୁଯାକ ସୋ ବୁକ୍ ଅଛି, ଲୋକ ବହୁତ ଆନନ୍ଦର ସହିତ ଦେଖୁଛନ୍ତି, ତାଳି ମାରୁଛନ୍ତି, ହୁଇସିଲ୍ ମାରୁଛନ୍ତି, ଇମୋସନରେ ବୁଡ଼ି ଯାଉଛନ୍ତି। ବହୁତ ଖୁସି ଲାଗୁଛି। ବହୁତ ଆଗକୁ ଯିବ ଆଜ୍ଞା। କୋରାପୁଟର କଳାକାର, ଅବିଭକ୍ତ କୋରାପୁଟର କଳାକାର ଭାରତର କୌଣସି କଳାକାରଠୁ କମ୍ ନୁହନ୍ତି। ବହୁତ ବଢ଼ିଆ କାମ କରୁଛନ୍ତି। ଏଇଟା ମୁଁ କହୁନି, ଅଡ଼ିଏନ୍ସ କହୁଛି। ମୋର ହିସାବରେ ତ ସିନେମା ବଢ଼ିଆ ଅଛି। ସେଇ ଦର୍ଶକ ଯେତେବେଳେ ବଢ଼ିଆ କହିଲେ ତ ନ୍ୟାଚୁରାଲି ବଢ଼ିଆ ଏକା ଅଛି। ଆଉ ଦର୍ଶକ ଆମର ଭଗବାନ। ମୁଁ ରିକ୍ୱେଷ୍ଟ କରିବି ମଧ୍ୟ, ଆପଣମାନେ ଆମର ତ ପ୍ରମୋସନ୍ କରିବା ପାଇଁ ଆମକୁ ସେତିକି ଟାଇମ୍ ନାହିଁ, ସେତିକି ଏଫର୍ଟନେସ୍ ନାହିଁ। ଆପଣମାନେ ଓଡ଼ିଶା ସ୍ତରରେ କାନକୁ କାନ ପ୍ରମୋସନ୍ କରନ୍ତୁ କି ଯେ ଫିଲ୍ମଟା ବହୁତ ବଢ଼ିଆ ଅଛି। ଆଉ ଦେଖନ୍ତୁ ସମସ୍ତେ ଆସିକି, ନିଶ୍ଚୟ କୋରାପୁଟ ସିନେମା ବହୁତ ଭଲ ହେବ, ବହୁତ ଆଗକୁ ଯିବ। ଆର ଏଡ଼ିଟିଂ DI ସବୁଯାକ ମୁଁ ନିଜେ କରିଛି। ଡାଇରେକ୍ସନ୍, ଷ୍ଟୋରି, ସ୍କ୍ରିନ୍ ପ୍ଲେ, ଡାଇଲଗ୍ ସବୁଗୁଡ଼ା ମୁଁ କରିଛି। ସବୁ ଆମ ଜୟପୁରରେ ହେଇଛି ସବୁ।